ରଜ ପର୍ବ ରଚନା ଉପକ୍ରମ ଓଡ଼ିଶା ହେଉଛି 12 ମାସରେ 13 ପର୍ବର ରାଇଜ। ଏହି ସବୁ ପର୍ବପର୍ବାଣୀ ମଧ୍ୟରେ ରଜ ପର୍ବ ହେଉଛି ଓଡ଼ିଶାର ଏକ ପ୍ରଧାନ ଏବଂ ଅତ୍ୟନ୍ତ ଆନନ୍ଦଦାୟକ ଗଣପର୍ବ। ଏହା ମୁଖ୍ୟତଃ କୃଷି ଓ ଧରିତ୍ରୀ ମାତାଙ୍କ ସହ ଜଡ଼ିତ। ବିଶେଷ କରି ଗ୍ରାମାଞ୍ଚଳରେ ଏହି ପର୍ବକୁ ଆବାଳ ବୃଦ୍ଧ ବନିତା ସମସ୍ତେ ବହୁ ଉତ୍ସାହର ସହ ପାଳନ କରିଥାନ୍ତି। ସମୟ ଓ ଅବଧି। ରଜ ପର୍ବ ଜ୍ୟୈଷ୍ଠ ମାସର ଶେଷ ଏବଂ ଆଷାଢ଼ ମାସର ପ୍ରାରମ୍ଭରେ ପଡ଼ିଥାଏ। ଏହା ମୁଖ୍ୟତଃ 3 ଦିନ ଧରି ପାଳନ କରାଯାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନକୁ ଭୂଦାହ ବା ଶେଷ ରଜ କୁହାଯାଏ। ଏହାଛଡ଼ା ରଜ ଆରମ୍ଭ ହେବା ପୂର୍ବ ଦିନକୁ ସଜବାଜ ଏବଂ ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ। ରଜ ପର୍ବର ମାହାତ୍ମ୍ୟ ଓ ପରମ୍ପରା। ବିଶ୍ୱାସ କରାଯାଏ ଯେ 3 ଦିନ ଧରି ମାତା ରଜସ୍ୱଳା ହୁଅନ୍ତି। କୃଷି ଅନୁକୂଳ ପାଇଁ ପୃଥିବୀ ନିଜକୁ ପ୍ରସ୍ତୁତ କରେ, ତେଣୁ ଏହି ସମୟରେ ଧରିତ୍ରୀ ମାତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ। ରଜ ସମୟରେ ଚାଷ କାମ ବନ୍ଦ ରହେ, କେହି ମାଟି ଖୋଳନ୍ତି ନାହିଁ କିମ୍ବା ଗଛଲତା କାଟନ୍ତି ନାହିଁ। ଏହି ପର୍ବ କୁଆଁରୀ ଝିଅମାନଙ୍କ ପାଇଁ ସବୁଠାରୁ ଖାସ୍ ହୋଇଥାଏ। ସେମାନେ ନୂଆ ପୋଷାକ ପିନ୍ଧି ଗୋଡ଼ରେ ଅଳତା ଓ ମୁହଁରେ ଚନ୍ଦନ ଲଗାଇ ସଜେଇ ହୁଅନ୍ତି। ପାଦରେ ଜୋତା ନ ପିନ୍ଧି ପିଢ଼ା କିମ୍ବା ନଡ଼ିଆ କତାରେ ଚାଲନ୍ତି। ଖାଦ୍ୟପେୟ ଓ ଆନନ୍ଦ ଉଲ୍ଲାସ। ରଜ ପର୍ବ କହିଲେ ପୋଡ଼ପିଠାର କଥା ମନକୁ ଆସେ। ପ୍ରତି ଘରେ ଘରେ ସୁଆଦିଆ ପୋଡ଼ପିଠା, ମଣ୍ଡା, ଆରିସା ଏବଂ ଚକୁଳି ପିଠା ତିଆରି ହୁଏ। ଏହା ସହିତ ରଜର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ରଜପାନ। ମିଠା ପାନ ଖାଇ ଗୀତ ଗାଇବା ଏହି ପର୍ବର ଏକ ନିଆରା ପରମ୍ପରା। ଗାଁ ଗହଳିରେ ଗଛ ଡାଳରେ ଦଉଡ଼ି ଲଗାଇ ରଜଦୋଳି ବନ୍ଧାଯାଏ। ଝିଅମାନେ ଦୋଳି ଖେଳି ରଜ ଗୀତ ଗାଆନ୍ତି। ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ସେହିପରି ପୁଅମାନେ ତାସ୍, କ୍ରିକେଟ, କବାଡ଼ି ଖେଳରେ ମାତି ରଜର ଆନନ୍ଦ ନେଇଥାନ୍ତି। ବସୁମତୀ ସ୍ନାନ। ଚତୁର୍ଥ ଦିନରେ ରଜ ପର୍ବର ସମାପ୍ତି ଘଟେ। ଏହି ଦିନ ସକାଳୁ ଧରିତ୍ରୀ ମାତାଙ୍କୁ ହଳଦୀ ପାଣିରେ ସ୍ନାନ କରାଇ ସିନ୍ଦୁର, ଚନ୍ଦନ ଓ ଫୁଲ ଚଢ଼ାଇ ପୂଜା କରାଯାଏ। ଏହାପରେ ଚାଷୀମାନେ ନୂତନ ଉତ୍ସାହର ସହ ପୁଣି କୃଷି କାର୍ଯ୍ୟ ଆରମ୍ଭ କରନ୍ତି। ଉପସଂହାର। ରଜ ପର୍ବ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଏହା ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଏ। ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ରଜ ପର୍ବ ସମସ୍ତଙ୍କ ମନରେ ଭ୍ରାତୃଭାବ, ସ୍ନେହ ଏବଂ ଓଡ଼ିଆ ପରମ୍ପରା ପ୍ରତି ଭକ୍ତି ଜାଗ୍ରତ କରିଥାଏ।